ଆଜିର କାହାଣୀର ଆରମ୍ଭ ଟିକେ ଅଜବ। କଳ୍ପନା କରନ୍ତୁ ତ ଆକାଶରୁ ଗୋଟେ ବିରାଟ କଇଁଛ ଖସୁଛି, ଆଉ ଏହି ଗୋଟିଏ ଘଟଣା ଗୋଟେ ପୂରା ରାଜ ଦରବାରକୁ କେମିତି ଏକ ହାସ୍ୟାସ୍ପଦ ନାଟକରେ ବଦଳେଇ ଦେଉଛି। ଚାଲନ୍ତୁ ଏହି ଅବିଶ୍ୱାସନୀୟ କାହାଣୀ ଭିତରକୁ ଯିବା। ହଁ, ଆକାଶ କଇଁଛ, ଏହି ଦୁଇଟା ଶବ୍ଦ ହିଁ ପୂରା ଗଣ୍ଡଗୋଳର ମୂଳ। ଏଇଟା କୌଣସି ସାଧାରଣ ଜୀବ ନୁହେଁ, ବରଂ ଏକ ରହସ୍ୟମୟ ଦିବ୍ୟ ପ୍ରାଣୀ, ଯାହା ସିଧା ସ୍ୱର୍ଗରୁ ଖସିଥିଲା ବୋଲି ତ ସମସ୍ତେ ବିଶ୍ୱାସ କରୁଥିଲେ। ଆଚ୍ଛା, ଗୋଟେ କଥା ଭାବନ୍ତୁ ତ, ଯଦି ଗୋଟେ ରାଜସଭାରେ ସମସ୍ତେ ନିଜକୁ ବୁଦ୍ଧୁ ବୋଲି କହିବେ, ତାହେଲେ ସେମାନଙ୍କର ରାଜା କିଏ? ଏହି ଗୋଟିଏ ପ୍ରଶ୍ନ ହିଁ ଏମିତି ଏକ ଜଟିଳ ଆଉ ମଜାଦାର ପରିସ୍ଥିତି ତିଆରି କରୁଛି, ଯାହା ଏ କାହାଣୀର ମୂଳଦୁଆ। ତେବେ କାହାଣୀର ଆରମ୍ଭ ହେଉଛି ଏକଦମ ଅଚାନକ ଭାବରେ। ଦିନେ ହଠାତ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଆକାଶରୁ ଏକ ବିଶାଳ କଇଁଛ ସିଧା ରାଜଦରବାର ସାମ୍ନାରେ ଆସିପଡ଼ିଲା, ଆଉ ସେଇଠୁ ସବୁକିଛି ବଦଳିଗଲା। ଆଉ ଯେମିତି କଇଁଛଟି ତଳେ ପଡ଼ିଲା, ଦରବାରରେ ତ ପୂରା ଉତ୍ସବର ମାହୋଲ ଖେଳିଗଲା। ରାଜଜ୍ୟୋତିଷ କହିଲେ ଯେ ଏହା ସ୍ୱର୍ଗରୁ ଆସିଥିବା ଏକ ଦିବ୍ୟ ଉପହାର, ଯାହାର ମାଂସ ସବୁ ରୋଗ ଭଲ କରିଦେବ। କିନ୍ତୁ କିଏ ଜାଣିଥିଲା ଯେ ଏହି ଉପହାର ହିଁ ଆଗକୁ ଏକ ବଡ଼ ସମସ୍ୟା ଆଣିବାକୁ ଯାଉଛି। ସବୁକିଛି ଠିକ୍ଠାକ୍ ଚାଲିଥିଲା, ଖୁସି, ଉତ୍ସବ, କିନ୍ତୁ ହଠାତ୍ ଗୋଟିଏ ମାତ୍ର ଶବ୍ଦ ପୂରା ମାହୋଲକୁ ବଦଳେଇ ଦେଲା। ସେ ଖୁସିର ମୁହୂର୍ତ୍ତଟି ସେଇ ଗୋଟିଏ ଶବ୍ଦରେ ଭାଙ୍ଗି ଚୁରମାର ହୋଇଗଲା। ହଁ, ଶବ୍ଦଟା ଥିଲା ବୁଦ୍ଧୁ। ବାସ୍ ଏତିକି। ସଭାର କେଉଁଠୁ କେଜାଣି କିଏ ଜଣେ ଏଇ ଶବ୍ଦଟା କହିଦେଲା, ଆଉ ପୂରା ରାଜସଭା ଏକଦମ ଚୁପ୍, ଆଉ ରାଜା ରାଗରେ ଜଳି ଉଠିଲେ। ବୁଝିପାରୁଥିବେ ରାଜାଙ୍କ ଅବସ୍ଥା। ସେ ରାଗରେ ପାଚିଗଲେ, ଚିତ୍କାର କରି ପଚାରିଲେ, କିଏ ସେ? କାହାର ଏତେ ସାହସ ଯେ ମୋ ଦରବାରରେ ଏମିତି କଥା କହିଲା? ତାଙ୍କ ଆଦେଶରେ ସଙ୍ଗେ ସଙ୍ଗେ ସେ ଲୋକକୁ ଖୋଜା ଚାଲିଲା, ଆଉ ଦରବାରରେ ଭୟର ବାତାବରଣ ଖେଳିଗଲା। ଆଉ ଏଇଠୁ କାହାଣୀ ନେଉଛି ଏକ ମଜାଦାର ମୋଡ଼। ଜଣେ ବୁଦ୍ଧୁଙ୍କୁ ଖୋଜିବାକୁ ଯାଇ ଏମିତି କିଛି ହେଲା ଯାହା ବିଷୟରେ କେହି କେବେ ଭାବି ନଥିବେ। କେହି ବି ଦୋଷୀ ସାମ୍ନାକୁ ଆସିଲେନି। ତେବେ ରାଜାଙ୍କ ରାଗର ବଞ୍ଚିବା ପାଇଁ ସଭାସଦମାନେ ଗୋଟେ ଅଜବ ଉପାୟ ବାହାର କଲେ। ଏକ ପ୍ରକାର ନିଜକୁ ବଞ୍ଚେଇବା ପାଇଁ ଗୋଟେ ନୂଆ ଖେଳ ଆରମ୍ଭ କରିଦେଲେ। ଏହା ଠିକ୍ ଗୋଟେ ଡୋମିନୋ ଇଫେକ୍ଟ ଫଳିଥିଲା। ରାଜାଙ୍କ ଡରରେ ପ୍ରଥମେ ମନ୍ତ୍ରୀ କହିଲେ, ମୁଁ ବୁଦ୍ଧୁ। ତାଙ୍କୁ ଦେଖି ସେନାପତି, ଆଉ ତାପରେ ଜଣକ ପରେ ଜଣେ ପୂରା ଦରବାର ହିଁ ନିଜକୁ ବୁଦ୍ଧୁ ବୋଲି ମାନିଗଲା। କିନ୍ତୁ ସମସ୍ୟା ସମାଧାନ କରିବାକୁ ଯାଇ ସେମାନେ ଅଜାଣତରେ ରାଜାଙ୍କ ପାଇଁ ହିଁ ଗୋଟେ ଜାଲ ବୁଣି ଦେଇଥିଲେ। ଏବେ ରାଜା ନିଜେ ଏକ ପ୍ରକାର ଚେକମେଟ୍ ହୋଇଗଲେ। ଯୁକ୍ତିଟା ବହୁତ ସରଳ ଥିଲା। ଯଦି ଦରବାରର ସମସ୍ତେ ହେଉଛନ୍ତି ବୁଦ୍ଧୁ, ତେବେ ସେମାନଙ୍କର ରାଜା କିଏ? ଯଦି ରାଜା କହନ୍ତି ସେ ବୁଦ୍ଧୁ ନୁହନ୍ତି, ତାହେଲେ ତାଙ୍କ ମାନିବାକୁ ପଡ଼ିବ ଯେ ସେ ବୁଦ୍ଧୁମାନଙ୍କର ରାଜା। ଆଉ ଏହା ତ ତାଙ୍କ ରାଜକୀୟ ସମ୍ମାନ ପାଇଁ ଏକ ବଡ଼ ଅପମାନ। ସେ ପୂରାପୂରି ଫସିଗଲେ। ଶେଷରେ ନିଜ ବଂଶର ମାନ ରଖିବାକୁ ଯାଇ ରାଜାଙ୍କ ପାଖରେ ଆଉ କୌଣସି ବାଟ ନଥିଲା। ତାଙ୍କୁ ବାଧ୍ୟ ହୋଇ ସ୍ୱୀକାର କରିବାକୁ ପଡ଼ିଲା, ମୁଁ ହିଁ ବୁଦ୍ଧୁ। ଆଉ ଏବେ ଆସୁଛି କାହାଣୀର ସବୁଠୁ ମଜାଦାର ଆଉ ବ୍ୟଙ୍ଗାତ୍ମକ ଭାଗ। ରାଜାଙ୍କର ଏଇ ଯେଉଁ ନୂଆ ରୋଗ ବାହାରିଲା, ତାର ଚିକିତ୍ସା ପାଇଁ ଦରବାର ଗୋଟେ ଜବରଦସ୍ତ ସମାଧାନ ବାହାର କଲା। ଦେଖନ୍ତୁ, ଚାଟୁକାରିତା କେଉଁ ସ୍ତରକୁ ଯାଇପାରେ। ଦୋଷୀ ଖୋଜା ବନ୍ଦ ହୋଇଗଲା। ବରଂ ସଭାସଦମାନେ କହିଲେ ଯେ ରାଜା ବୁଦ୍ଧୁ ବ୍ୟାଧି ନାମକ ଏକ ରୋଗରେ ପୀଡ଼ିତ, ଆଉ ତାର ଚିକିତ୍ସା ତୁରନ୍ତ ହେବା ଦରକାର। ଆଉ ଏହାଠୁ ବଡ଼ ବିଡ଼ମ୍ବନା ଆଉ କ'ଣ ହୋଇପାରେ? ଯେଉଁ ଆକାଶ କଇଁଛର ମାଂସ ପୂରା ରାଜ୍ୟ ପାଇଁ ଥିଲା, ତାକୁ ଏବେ ବ୍ୟବହାର କରାଗଲା ରାଜାଙ୍କର ଏକ କାଳ୍ପନିକ ରୋଗର ଚିକିତ୍ସା ପାଇଁ। ଏକ ମିଛ ସମସ୍ୟାର ସମାଧାନ। ଶେଷରେ ସେହି ନାଟକର ଅନ୍ତ ଘଟିଲା। ରାଜା କଇଁଛ ମାଂସ ଖାଇଲେ, ଆଉ ସମସ୍ତେ ମିଶି ଘୋଷଣା କଲେ ଯେ ରାଜା ଏବେ ସମ୍ପୂର୍ଣ୍ଣ ସୁସ୍ଥ। ସତ୍ୟକୁ କେମିତି ଚାପି ଦିଆଗଲା, ଦେଖିଲେ ତ? ତେବେ ଏ କାହାଣୀ ଆମକୁ କ'ଣ କହୁଛି? ଏହା କ୍ଷମତାର ଭୟ, ଚାଟୁକାରିତା ଆଉ ସତ୍ୟକୁ ନିଜ ସୁବିଧା ଅନୁସାରେ ବଦଳାଇ ଦେବାର ଏକ ଜ୍ୱଳନ୍ତ ଉଦାହରଣ। କିନ୍ତୁ ଶେଷରେ ଗୋଟେ ପ୍ରଶ୍ନ ରହିଯାଉଛି, ଏହା କ'ଣ ପ୍ରକୃତରେ ଏକ ସମାଧାନ ଥିଲା, ନା ସତ୍ୟକୁ ଲୁଚାଇବା ପାଇଁ ଏକ ଚତୁର ନାଟକ? ଏ ପ୍ରଶ୍ନ ଆଜି ବି ସେତିକି ପ୍ରାସଙ୍ଗିକ।